हेलो फ्रेंड्स ମୁଁ ଆପଣଙ୍କର ପ୍ରିୟ ବାପି ଭାଇ କିଚେନ୍ ଗାର୍ଡେନ୍ ଭିତରେ ମୁଁ ଅଛି। ଏଇଟା ଆମ ନିଜସ୍ୱ କିଚେନ୍ ଗାର୍ଡେନ୍। ଆପଣମାନେ ପଛଆଡ଼େ ଦେଖିପାରୁଥିବେ ଏମିତି ମୁଁ ଛୋଟ କିଚେନ୍ ଗାର୍ଡେନ୍ଟେ ବନେଇଛି ନିଜସ୍ୱ ପାଇଁ। ଆଉ ଆଜିକାଲି ତ ବଜାରରେ ପନିପରିବା ବହୁତ ଦର ହେଇଗଲାଣି, ସେଥିପାଇଁ ନିଜସ୍ୱ ପ୍ରୟାସରେ ନିଜସ୍ୱ ଚେଷ୍ଟାରେ ମୁଁ ଛୋଟ ଗାର୍ଡେନ୍ଟେ ବନେଇଛି। ଆପଣମାନଙ୍କୁ ମୋ ଗାର୍ଡେନ୍ର ପ୍ରତିଟି ଗଛ ଦେଖେଇବି। ଆପଣମାନେ କମେଣ୍ଟସ୍ ମାଧ୍ୟମରେ ଜଣାଇବେ କେମିତି ହେଇଛି ମୋ ଗାର୍ଡେନ୍, ଆଉ କ'ଣ ଦରକାର, କ'ଣ କଲେ ଆହୁରି ଭଲ ହେଇପାରିବ। ଯେହେତୁ ମୁଁ ନୂଆ, ମୋ ସେ ବିଷୟରେ ଏତେ ଅଭିଜ୍ଞତା ନାହିଁ, କିନ୍ତୁ ମୋ ନିଜସ୍ୱ ପ୍ରଚେଷ୍ଟାରେ ମୁଁ କରିଛି। ଆପଣମାନେ ମତାମତ ଦେବେ। ଭିଡ଼ିଓଟି ଯଦି ମନକୁ ଛୁଇଁ ପାରୁଥିବ ନିଶ୍ଚୟ ଗୋଟେ ଲାଇକ୍ ଦେବେ, ସେୟାର କରିବେ, ଆଉ ମତାମତଟା କମେଣ୍ଟସ୍ରେ ଦେବେ। ସବୁ ଦର୍ଶକମାନଙ୍କୁ ମୁଁ ଅନୁରୋଧ କରିବି ମୋ ଚ୍ୟାନେଲଟିକୁ ନିଶ୍ଚୟ ଆପଣ ସବସ୍କ୍ରାଇବ୍ କରିବେ ଏବଂ ମୋତେ ଆଗକୁ ବଢ଼ିବା ପାଇଁ ସୁଯୋଗଟି ଦେବେ ବୋଲି ମୁଁ ଆଶା କରୁଛି। ତ ଭିଡ଼ିଓଟି ବେଶୀ ଲମ୍ବା କରିବାରେ ପଛଆଡ଼େ ଦେଖାଯାଉଥିବା ଯେଉଁ ପ୍ଲାଣ୍ଟସ୍ ସେ ବିଷୟରେ ମୁଁ ବର୍ତ୍ତମାନ ଆପଣଙ୍କୁ ସବୁ ଗୋଟେ ଗୋଟେ କରି ଦେଖେଇବି। ଆଜି ବେଶୀ ଆଲୋଚନା କରିବାନି, ସ୍ୱତନ୍ତ୍ର ଭାବରେ ଗୋଟେ ବିଲାତି ଗଛ ବିଷୟରେ ଆଲୋଚନା କରିବା। ସେ ବିଲାତି ଗଛ ମୁଁ ଆପଣଙ୍କୁ ଦେଖେଇବି। ଆପଣମାନେ କମେଣ୍ଟସ୍ ମାଧ୍ୟମରେ ମୋତେ ଜଣାଇବେ କେଉଁ ଭେରାଇଟି ବିଲାତି ଗଛ। ମୁଁ ଜାଣିନି, ହାଟରେ ମିଳିଥିଲା, ମୁଁ ହାଟରୁ ହିଁ ୟାକୁ କିଣି ଆଣିଥିଲି, ଲଗେଇଛି, ବଢ଼ିଛି ବି, ବହୁତ ବଢ଼ିଆ ବଢ଼ିଛି। ଚାଲନ୍ତୁ ଦେଖିବା। ଚାଳିଶ ବାବୁ, ବାପା ଏପଟକୁ ପଳେଇ ଆସ। ବର୍ତ୍ତମାନ ଫ୍ରେଣ୍ଡସ୍ ଗଛ ଦେଖିବା, ବିଲାତି ଗଛ ଯେଉଁ ବିଷୟରେ କହୁଥିଲି ଆପଣଙ୍କୁ, ଯେଉଁ ଗଛ ବିଷୟରେ, ଏଇଟା ହେଉଛି ତା ରୁଟ୍। ପାଣି ଦେଇ ଦେଇ ଗଛ ମୂଳର ମାଟି ଗୁଡ଼ାକ ସବୁ ଧୋଇ ଯାଇଛି। ଏଇଟା ଦେଖନ୍ତୁ ଭଲ ଭାବରେ ତା ରୁଟ୍। ଗଛଟି ବହୁତ ବଢ଼ିଆ ମୋଟା ହେଇଛି, ବ୍ରାଞ୍ଚେସ୍ ବି ବହୁତ ହେଇଛି। ଆଉ ଗଛ ଯେହେତୁ ଟିକେ ହାଇଟ୍ ହେଇଗଲା, ସେଥିପାଇଁ ମୁଁ ତାକୁ ସପୋର୍ଟ ଦେବା ପାଇଁ ଗୋଟେ ବାଉଁଶ ବିଞ୍ଚି ଦେଇଛି କଣିରେ। ସେଇ ବାଉଁଶ କଣିରେ ମୁଁ ତାକୁ ଅଟକେଇଛି। ଚିତା ପତ୍ର, ଏଇଟା ଗୋଟେ ବ୍ରାଞ୍ଚେସ୍। ଏ ବ୍ରାଞ୍ଚେସ୍ରେ ଦେଖନ୍ତୁ କେତେ ଗୁଡ଼ାଏ ଫୁଲ ଧରିଛି, ଫୁଲ ହେଇଛି, ଛୋଟ ଛୋଟ ଫଳ ବି ହେଇଛି। ଏଇଟା ହେଉଛି ତା ରୁଟ୍। ଏଇଠି ଆପଣ ଦେଖୁଥିବେ ଏଇଟା ଟିକେ ଭାଙ୍ଗି ପଡ଼ିଥିଲା, ବଟ୍ ତାକୁ ମୁଁ ବାନ୍ଧିକି ଆଉଥରେ ତାକୁ ଏତେ ବଢ଼ିଆ ସଜେଇ ଦେଲି, ସିଏ ଆଉଥରେ ଯୋଡ଼ି ହେଇଯାଇଛି। ଆଉ ଗଛଟି କିଛି ଖରାପ ହେଇନି, ଗଛ ଠିକ୍ ଅଛି, ସତେଜ ଅଛି। ପ୍ରତ୍ୟେକ ବ୍ରାଞ୍ଚେସ୍, ପ୍ରତ୍ୟେକ ପତ୍ର ଡାଳରୁ ଗୋଟେ ଗୋଟେ ବ୍ରାଞ୍ଚେସ୍ ବାହାରୁଛି, ଆହୁରି ଛାଡ଼ୁଛି। ଏଇଟା ଦେଖିପାରୁଥିବେ। ଫଳ ଅବଶ୍ୟ ଏତେ ବଡ଼ ହଉନି, ଏ ଗଛର ଫଳ ଟିକେ ଛୋଟ ରହୁଛି, ବଟ୍ ଗଛ ବହୁତ ସତେଜ ଅଛି, ଏତେ କିଛି ଖରାପ ହେଇନି। ଏଇଟା ତା ମୂଳ ଗଛ। ଆଗେ ଗଛଟିର ଉଚ୍ଚତାଟା ଆପଣମାନେ ଦେଖନ୍ତୁ, ଗଛଟା କେତେ ହାଇଟ୍ ହେଇଛି। ପାଖାପାଖି ବର୍ତ୍ତମାନ ତକ 5 ଫୁଟ, ପାଖାପାଖି 5 ଫୁଟ। ଆଉ ମୁଁ ଯେଉଁ ବାଉଁଶ ଦେଇଥିଲି ସେଟା ବି ଛୋଟ ପଡ଼ିଗଲା। ଗଛ ଆହୁରି ବଢ଼ୁଛି, ହୁଏତ ଆହୁରି 2 ଫୁଟ ଆଗକୁ ବଢ଼ିବ। ଦେଖନ୍ତୁ ତା ଫଳ ଗୁଡ଼ାକ ଆପଣଙ୍କୁ ଦେଖାଉଛି। ଏଇଟା ଗୋଟେ ଦେଖନ୍ତୁ। ମୁଁ ଜାଣିପାରୁନି ଏଇଟା କେଉଁ ଭେରାଇଟି, ଯେଉଁ ଭେରାଇଟି ବି ହଉ, ବଟ୍ ବହୁତ ବଢ଼ିଆ। ଫଳ ଗୁଡ଼ାକ ପାଖି ପାଖି ରହୁଛି, ଲାଗି ଲାଗିକି ରହୁଛି। ଏଇଟା ଦେଖନ୍ତୁ, ଆପଣ ଦେଖିପାରୁଥିବେ, ଏଇ ରୁଟ୍ସରୁ ଏଇଟା ବାହାରିଛି, ଏଥିରେ ଫଳ ହେଇଛି। ତା ଉପରେ ପୁଣି ଆଉ ଗୋଟେ ବାହାରିଛି, ଏଇଠୁ ବି ଅଛି ହେଲା।
ଏଠା ଗୋଟେ ବ୍ରାଞ୍ଚ ବାହାରୁଛି ତା ତଳ ଡାଳ ଯୋଉଟା ତଳ ଡାଳର ଫଳ ଦେଖନ୍ତୁ, ଏଇଟା ତଳ ଡାଳର ଫଳ, ଏଥିରେ ବି ଫଳ ଫଳିଛି। ମୁଁ ଜାଣିପାରୁନି ଏଇଟା କୋଉ ଭେରାଇଟି। ଦର୍ଶକ ବନ୍ଧୁ ଆପଣମାନେ ନିଶ୍ଚୟ ମୋତେ କମେଣ୍ଟସ୍ ମାଧ୍ୟମରେ ଜଣାଇବେ ଏଇଟା କୋଉ ଭେରାଇଟି ବିଲାତି। କିନ୍ତୁ ବିଲାତି ଫଳୁଛି ବହୁତ ବଢ଼ିଆ। ଆଉ ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି ବିଲାତି। ତା ଉପରେ ବାହାରୁଛି ଆହୁରି ବି ଫୁଲ ହଉଛି, ଫଳ ହଉଛି। ଏଇଟା ତାପରେ ଆପଣମାନେ ମୋତେ କମେଣ୍ଟସରେ ଜଣାନ୍ତୁ। ଆଉ ଯୋଉ ଦର୍ଶକମାନେ ନୂଆ, ଦୟାକରି ଭିଡ଼ିଓକୁ ସ୍କିପ୍ କରିବେନି, ଆପଣମାନେ ଦେଖନ୍ତୁ। ଦେଖିକି ମୋତେ କମେଣ୍ଟସରେ ଜଣାନ୍ତୁ। ଆଉ ଯୋଉମାନେ ନୂଆ ଆସିଥିବେ, ମୋ ନୂଆ ଭିଉଅର୍ସ, ତାଙ୍କୁ କହିବି ଆପଣମାନେ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି ହେଲା। ଏବଂ ମତାମତ ନିଶ୍ଚୟ ଦେବେ। ଆପଣଙ୍କ ମତାମତ ମୋତେ ଆଗକୁ ନୂଆ ନୂଆ ଜିନିଷ ଆପଣଙ୍କୁ ଦେଖେଇବାର ପ୍ରେରଣା ଦେବ ଏବଂ ନିଜ ଆତ୍ମାକୁ ଖୁସି ହବ ଯେ ହଁ ମୁଁ ଗୋଟେ ଭ୍ଲଗ୍ ଭିଡ଼ିଓଟେ ବନେଇଛି, ଦର୍ଶକଙ୍କୁ ଭଲ ଲାଗିଛି। ଦେଖିବା କେମିତି ହେଇଛି, ଆପଣମାନେ ନିଶ୍ଚୟ ଜଣାଇବେ। ଆପଣଙ୍କର ପ୍ରିୟ ମୁଁ ବାପି ଭାଇ ଭୋଳାଗଡ଼ିଆ। ଯାହାର ଯାହା କିଛି ପ୍ରୋବ୍ଲେମ୍ ଥିବ କି ଯାହା ଡାଉଟ୍ ଥିବ, ଆପଣ ମୋତେ କମେଣ୍ଟସରେ ପଚାରି ପାରନ୍ତି, ମୁଁ ଆପଣଙ୍କୁ ନିଶ୍ଚୟ ରିପ୍ଲାଏ ଦେବି।